ଦେଖନ୍ତୁ ପ୍ରାୟତଃ ଆମ ଆମର ମୋର ଜନ୍ମସ୍ଥାନ ଏଇ ପାଖରେ ମୁଁ ଆମର ବାପା ହେଣିଆ ଠାରୁ ଶୁଣିଛି ଏ ଅନୁଷ୍ଠାନ ଅ, କେବେ ଆରମ୍ଭ ହେଇଥିଲା ତାର କିଛି ଡାଟା ମିଳୁନି ତା ମାନେ ପୁରାତନର ଆହୁରି ପୁରାତନ ତାର ମୂଳ ମିଳୁନି କେବେ ଆରମ୍ଭ ହେଇଥିଲା କିନ୍ତୁ ଏତିକି ଆମେ ଶୁଣିଛୁ ପ୍ରାୟ 100-150 ବର୍ଷ ପୂର୍ବ ହବ ଏଠି ବି ନଥିଲା ଯୋଉଠି ଅନୁଷ୍ଠାନ ବର୍ତ୍ତମାନ ଚାଲିଛି ସେଠି ନଥିଲା ବର୍ତ୍ତମାନ ଯୋଉ ଜାଗାରେ ମେଳନ କଚେରୀ ମେଳନ ହଉଥିଲା ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ନଦୀ ଗର୍ଭରେ ଲୀନ ହେଇଯାଇଛି ଦେବୀ ନଦୀର ଗର୍ଭରେ ସେ ଜାଗା ଅଛନ୍ତି ଆଉ ସେଠି ବହୁତ ପୂର୍ବରୁ ଆମ ପିଲା ବେଳେ ଆମେ ଶୁଣିଛୁ ଏଠିକୁ ପ୍ରାୟ 102 ରୁ ଅଧିକା ଠାକୁର ବିଭିନ୍ନ ଅଞ୍ଚଳରୁ ପ୍ରାୟ 20-30 କିଲୋମିଟର ସେପଟେ ପୁରୀ ଜିଲ୍ଲାରୁ ସେତେବେଳେ ତ ପୁରୀ ଜିଲ୍ଲା ଇଏ ଥିଲା ଅବିଭକ୍ତ କଟକ ହେଲା ତାପରେ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ପୁରୀ ଜିଲ୍ଲା କଟକ ଜିଲ୍ଲାରୁ ବି ବିଭିନ୍ନ ଜାଗାରୁ ଦୋଳଗୋବିନ୍ଦ ମହାପ୍ରଭୁ ଏଠିକି ଆସୁଛନ୍ତି ଗ୍ରାମବାସୀ ମାନଙ୍କର ପୂର୍ଣ୍ଣ ସହଯୋଗ ତା ଫଳରେ ଏଠି ଯୋଉ ମେଳନର ପର୍ବ ବହୁତ ଆନନ୍ଦରେ ଚାଲିଛି ଏଠି ପ୍ରାୟ ପ୍ରତି ମେଳନ ପର୍ବ ଦିନ 5000 ରୁ 7000 ଲୋକଙ୍କ ପାଇଁକା ପ୍ରସାଦ ସେବନ ଚାଲିଛି 10 ରୁ 15 କୀର୍ତ୍ତନ ମଣ୍ଡଳୀ ସହିତ ଏ ଗାଁର ମା ମାନେ ବି ବହୁତ ପାଖାପାଖି ମା ଗ୍ରାମର ମା ମାନେ ଏଠିକି ଆସନ୍ତି ବହୁତ ଆନନ୍ଦର କଥା କାହିଁକି ନା ଆମେ ଦେଖିଛୁ ଯଜ୍ଞ ଅନୁଷ୍ଠାନ ମାନଙ୍କରେ କେତେକ ଅନୁଷ୍ଠାନରେ ମା ମାନେ ବିଶେଷ କରି ଯାଆନ୍ତିନି ପୁରୁଷ ଲୋକ ଯାଆନ୍ତି କିନ୍ତୁ ଏଭଳି ଏକ ଅନୁଷ୍ଠାନ ମାତୃଶକ୍ତିକୁ ଜାଗ୍ରତ କରିବା ପାଇଁ ନିଶ୍ଚିତ ଭାବରେ ରହିଛି ଗୋଟେ ଭୂମିକା ଏଠି ରହିଛି କଚେରୀ ମେଳନ ରାଜରାଜ କବିର ମେଳନ ଅଛି ଏଟା ଆମ ବାପା ପରମ୍ପରାକୁ ଭିତ୍ତି କରି ଆମେ ପଞ୍ଚଦେବତାକୁ ସୁଚାରୁ ରୂପେ ସମ୍ପାଦନ କରୁଛୁ ଆଉ ମଧ୍ୟ ତାକୁ ସମ୍ପୂର୍ଣ୍ଣ ରୂପେ ଉପଭୋଗ କରୁଛୁ ଇଏ ତ କେତେ ବର୍ଷ ହେଲାଣି ଆରମ୍ଭ ହେଇଛି ଆମେ ଜାଣିନୁ ଆମ ଜନ୍ମ ପୂର୍ବରୁ ମଧ୍ୟ ଆରମ୍ଭ ହେଇଛି ଆମେ ଯାହା ଶୁଣୁଛୁ ଜେଜେ ବାପାଙ୍କ ପାଖରୁ ଶୁଣିଛୁ 200 ବର୍ଷ ଧରି ଯେତେବେଳେ ଇଂରେଜ ସରକାର ଶାସନ କରୁଥିଲେ ସେତେବେଳେ ଠାରୁ କଚେରୀ ମେଳନ ନାମରେ ଏଇଟା ପ୍ରସିଦ୍ଧ ଥିଲା ବହୁତ 60-70 ଦଳ ସେତେବେଳେ ସମାଗମ ହଉଥିଲେ କିନ୍ତୁ ପର୍ଯ୍ୟାୟକ୍ରମେ ସେ ସମୟ ବିତି ଯାଇଛି ଏବେ ଆମେ 25-30 ଦଳ ଏବେ ଟିକେ କାଟ କରୁଛୁ ପ୍ରତିବର୍ଷ ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥିରେ